ସକାଳର ପୂଜା ଧୂପ ସାରି ଖରଡ଼ ଯାବତୀୟ ଧନ୍ଦା ମେଣ୍ଟେଇ ଯେବେ ମୁଁ ଖୋଲି ବସେ ମୋ ଜୀବନର ଆଲେଖ୍ୟ ପୁସ୍ତକ, ତା ଭିତରେ ଦିଶିଯାଏ ତମ ଚା କପ୍ ଥର ହସନ୍ତ ମୁଖମତ୍ରା। ଗୋଟେ ହାତରେ ଚା କପ୍ ଥାଏ, ଆଉ ଗୋଟେ ହାତରେ ତମ ପ୍ରିୟ ପେପର, ଆଉ ତା ଭିତରେ ତମେ ଖୋଜି ବୁଲିଥାଅ ମୋ ଶବ୍ଦମାନଙ୍କର ଛୋଟ ଛୋଟ ଦସ୍ତାମିକୁ। ଠିକ୍ ନା? ସେଇ ଦୁଷ୍ଟାମି ସବୁକୁ ତମେ ଯେତେବେଳେ ଚା ପିଇ ପିଇ ଉପଲବ୍ଧି କର, ମତେ ଲାଗେ ତମେ ବୋଧେ ମୋତେ ଛୁଇଁ ଯାଉଛ, ଆଉ ଅମାପ ଆନନ୍ଦରେ ମୁଁ ବିତରି ଯାଉଛି ଠିକ୍ ବଣମଲ୍ଲି ବାସ୍ନା ପରି କେଉଁ ଦୂର ଦୂରକୁ। ଜାଣିଛି ଏଇସବୁ ଶୁଣି ତମେ ଆଶ୍ଚର୍ଯ୍ୟ ହେଉଥିବ, ଆଉ ବିଶ୍ଳେଷଣର ବିଶେଷତା ଭିତରେ ଏକଦମ ଗୋଲକ ଧନ୍ଦାରେ ଡୁବି ଯାଉଥିବ, ଆଉ ଭାବୁଥିବ ହ୍ୱାଟ ଏ ସରପ୍ରାଇଜ, ନହେଲେ ଭାବୁଥିବ ହ୍ୱାଟ ଏ ଲଭ୍। ଠିକ୍ ନା? ପ୍ରେମ ଗୋଟେ ଫୁଲଦାନୀ, ତମେ ତାକୁ ଯେମିତି ଯୋଉ ବି ପ୍ରକାରରେ ସଜେଇ ପାରିବ। ସେ ଫୁଲ ହେଉ କି ସବୁଜ ଘାସରେ ହେଉ, ବାକି ଟିକେ ଧ୍ୟାନ ଦେଉଥିବେ ଫୁଲଦାନୀ ଯେପରି ଭାଙ୍ଗି ନଯାଏ, ତାହା ପୁଣି କୌଣସି ଅସତର୍କତା ବଶତ ବି। ଥରେ ଯଦି ସେ ଭାଙ୍ଗିଯାଏ ନା, ଯୋଡ଼ି ହେବା କଠିନ କଥା। ପ୍ରତ୍ୟେକ ଜିନିଷ ଥରେ ଭାଙ୍ଗିଗଲେ ଯେମିତି ମୂଲ୍ୟହୀନ ହେଇଯାଏ, ଠିକ୍ ସେମିତି ଯଦି ଥରେ ତମେ ପ୍ରେମକୁ ଭାଙ୍ଗି ଦିଅ ନା, କଥା ସରିଲା। ସତରେ ନା, ସକାଳର ସୂର୍ଯ୍ୟ ଆସିବ କି ନାହିଁ କାହା ମନରେ ସନ୍ଦେହ ନଥାଏ, କାରଣ ସେଇଟା ତ ଚିରନ୍ତନ ସତ୍ୟ ଯେ ସକାଳ ଆସିଲେ ହିଁ ସୂର୍ଯ୍ୟ ଉଇଁବ। ସକାଳକୁ ମୋର ଅପେକ୍ଷା ଥାଏ କି ଏ ସକାଳ ତମେମୟ ହେଉ, ଏ ସକାଳ ତମଠୁ ଆରମ୍ଭ, ତମରି ନାଁରେ ହିଁ ରାତି ଶେଷ ହଉ। ଏପରି କାହିଁକି ମନକୁ ଆସିଯାଏ? ଆଉ କେତେବେଳେ ଜଣେ ମଣିଷକୁ ଦେବତା ବୋଲି ଭାବିନିଏ? ବୋଧହୁଏ ସେଇଟା କାହାକୁ ଜଣାଥାଉ କି ନଥାଉ, ମୁଁ ତ ଏତିକି ଜାଣିଛି, ଏ ଦୁନିଆର ସବୁ କିଛି ଚାଲିଯାଉ, ମତେ କିଛି ବି ଫରକ ପଡ଼ିବନି। କିନ୍ତୁ ମତେ ଖୁବ୍ ଅସହାୟ ଲାଗିବ କି ତମେ ଯେତେବେଳେ ମୋ ପାଖରେ ନଥିବ, ଆଉ ମତେ ବିଲକୁଲ ମନେ ପକାଉନଥିବ। ସବୁ ଗଭୀର ଭଲ ପାଉଥିବା ଚରିତ୍ରମାନେ ଠିକ୍ ଏମିତି ହିଁ ହେଇଥାନ୍ତି କି କିଛି ବି ମାଗିପାର ନାହିଁ, ଆଉ କିଛି ବି ପାଇପାର ନାହିଁ, କିଛି କାମନାର ଚରିତ୍ରାର୍ଥ ପ୍ରାପ୍ତି ନିମନ୍ତେ ବି ନୁହେଁ। ବାସ୍ ମୋ ସମଗ୍ରତା ତମେମୟ ହୋଇଠୁ, ବାସ୍ ତମେ ହିଁ ମୋ ଚାରିପଟେ ତମ ସୁଗନ୍ଧରେ ମତେ ସୁଗନ୍ଧିତ କରୁଥାଅ, ଆଉ ଅଚାନକ ବେଳ ଅବଳରେ ପ୍ରୀତିମୟତାର ଆତ୍ମୀୟପଣରେ ମୋ ସର୍ବସ୍ୱକୁ ଚାପୁଡ଼ି ଧରିଥାଅ। ବାସ୍ ଥରଟି ସମାଜକୁ ନୁହେଁ, ମୋ ଦୁଇ କାନରେ କହୁଥାଅ, ମୁଁ ବି ଠିକ୍ ତୁମକୁ ତମ ପରି ଭଲ ପାଏ, ଠିକ୍ ତମ ପରି ଭଲ ପାଏ।